ଏହି ଘଟଣାଟି ରାୟଗଡ଼ା ଜିଲ୍ଲା ଗୁଣପୁର ଏରିଆର ଆନବେଶା ହଷ୍ଟେଲର ଦୃଶ୍ୟଟି। କିଭଳି ଭାବରେ ନିଶୃଂସ ଦୃଶ୍ୟ, ଏହିପରି ଅତ୍ୟାଚାର ଦେଖିବାକୁ ମିଳୁଛି ଏହି ହଷ୍ଟେଲରେ। ହଷ୍ଟେଲର ନାମ ଦିଆହେଇଛି ଆନବେଶା, ମାନେ ଅନ୍ୱେଷଣ, ଅନୁସନ୍ଧାନ, ଖୋଜିବା। କାହାକୁ ଖୋଜିବା? ଜ୍ଞାନ ବୁଦ୍ଧିକୁ ଖୋଜିବାର। କିନ୍ତୁ ଏଇ ଯେଉଁ ବିଷୟ ଦେଖିବାକୁ ମିଳୁଛି, ଏକ ଅସହନୀୟ ଆପଣମାନଙ୍କର ଚିନ୍ତାଧାରାରେ କ'ଣ ହଷ୍ଟେଲରେ ଏଇଭଳି ଭାବ ଘଟିବାଟା କେତେ ଦୂର ଠିକ୍ ଲାଗୁଛି? ଯଦି ଆପଣମାନଙ୍କର ପିଲାମାନଙ୍କର ଅବସ୍ଥା ଯଦି ଏମିତି ହେବ, ଯେଉଁ ପ୍ରକାର ମାଡ଼ ସେଇ ସିନିୟର ପିଲାମାନେ ଯେଉଁ ଜୁନିୟର ପିଲାମାନଙ୍କୁ ଯେଉଁ ମାଡ଼ ମାରୁଛନ୍ତି, ଏହା ଯଦି ସେମାନଙ୍କର ଜନ୍ମ କଲା ପିତାମାତା ଯଦି ଦେଖୁଥିବେ, ତ ସେମାନଙ୍କୁ କେତେ ନ କଷ୍ଟ ହେଉଥିବ। ଆପଣମାନେ ଭିଡ଼ିଓ ଦେଖିକି ତ ବୁଝିପାରିଥିବେ ଯେ କୋଉଭଳି ଭାବରେ ଏଇ ଯେଉଁ ଅତ୍ୟାଚାର, ମାନେ ଏଇ ଯେଉଁ ହଷ୍ଟେଲ, ଏ ହଷ୍ଟେଲରେ କ'ଣ ଏମିତି ହିଁ ଶିକ୍ଷା ଦିଆଯାଇଛି କି? ଯଦି ସେମାନଙ୍କର ଜନ୍ମ କଲା ପିତା ମାତା ଯଦି ଏଇ ଭିଡ଼ିଓ ଯଦି ଦେଖିବେ, ସେମାନଙ୍କର ମନରେ କ'ଣ ସୃଷ୍ଟି ହେବ, କେମିତି ଲାଗିଥିବ ଟିକେ ଭାବନ୍ତୁ। କେମିତି ଲାଗିବ ସେମାନଙ୍କୁ? ଯଦି ସେମାନଙ୍କର ଜନ୍ମ କଲା ବାପା ମା ଯଦି ଏଇ ଭିଡ଼ିଓ ଦେଖିବେ ନିଜର ପିଲାମାନଙ୍କୁ, ମାନେ ଏମିତି, ମାନେ କହିବାକୁ ଗଲେ ଜନ୍ମ କଲା ବାପା ମା ମଧ୍ୟ କେତେ ବିରକ୍ତ ହେଲେ ମଧ୍ୟ ଏମିତି କେବେ ବାଡ଼େଇ ନଥିବେ ନିଜ ପିଲାମାନଙ୍କୁ। ଏଇ ଯେଉଁ ଗୁଣପୁର ଏରିଆର ଆନବେଶା ହଷ୍ଟେଲର ଏଇ ଯେଉଁ କାଣ୍ଡଟା, ଏଇ ଯେଉଁ ଘଟଣାଟା, ମୁଁ ଏଇ ଯେଉଁ ଭିଡ଼ିଓ ଦେଖିଲି, ଏଇ ଉଦ୍ଦେଶ୍ୟରେ ମୋର ଭିଡ଼ିଓ ବନେଇବାର କିଛି ଉଦ୍ଦେଶ୍ୟ ନଥିଲା। କିନ୍ତୁ ଭିଡ଼ିଓ ଦେଖିବା ପରେ ମୋତେ ମଧ୍ୟ ବହୁତ କଷ୍ଟ ହେଇଛି। ଭିଡ଼ିଓ ଦେଖିଲା ପରେ କେଜାଣି କାହିଁକି ମୋର ମନ ଟୋଟାଲ ଭଲ ଲାଗିଲାନି। ବାଧ୍ୟ ହେଲି ଭିଡ଼ିଓ ବନେଇବା ପାଇଁ। ଭିଡ଼ିଓ ବନେଇବାର ଉଦ୍ଦେଶ୍ୟ ଯେ ଆପଣମାନେ ଭିଡ଼ିଓରେ ମୋତେ ଭ୍ୟୁଜ ମିଳିଯିବ, ଆଉ ଶହ ଶହ ଲୋକ ଦେଖିବେ, ହଜାର ହଜାର ଲୋକ ଦେଖିବା ଦ୍ୱାରା ମୋତେ ଲାଭ ହେଇଯିବ। ମୋର ସେମିତି ଉଦ୍ଦେଶ୍ୟ ନାହିଁ ଏ ଭିଡ଼ିଓ ବନେଇବାର। ମୋର କେବଳ ଏତିକି ମୋର ରିକ୍ୱେଷ୍ଟ ଆପଣମାନଙ୍କୁ ଯେ ଆପଣମାନେ ମଧ୍ୟ ଯଦି ନିଜ ନିଜ ପିଲାମାନଙ୍କୁ ହଷ୍ଟେଲକୁ ଛାଡୁଛନ୍ତି, ତ ପ୍ରଥମେ ସେ ହଷ୍ଟେଲକୁ ଆଉ ଭଲ ଭାବରେ ଆଉ ସେ ହଷ୍ଟେଲ ବିଷୟରେ ଜାଣିବା ଦରକାର। ହଷ୍ଟେଲକୁ ଭଲ ଭାବରେ ପରୀକ୍ଷା କରିବା ଦରକାର ଯେ ହଷ୍ଟେଲ କେମିତିକା ହଷ୍ଟେଲ, ହଷ୍ଟେଲରେ କ'ଣ ଏମିତି ଆନବେଶା ଟାଇପ ହଷ୍ଟେଲ କି? ଆନବେଶା ହଷ୍ଟେଲ ଯୋଉ ଲେଖା ହେଇଛି, ଯୋଉ ଅନ୍ୱେଷାର ଅର୍ଥ କ'ଣ? ଅନ୍ୱେଷାର ଅର୍ଥ ଅନ୍ୱେଷଣ, ଅନୁସନ୍ଧାନ, ଖୋଜିବା, ସନ୍ଧାନ କରିବା। କ'ଣ ଏଇଟା ତାର ଅନୁସନ୍ଧାନ କରିବାର ବାଟ? ହଷ୍ଟେଲର ନାଁ ଦେଇଦେଇଛନ୍ତି ଅନ୍ୱେଷଣ, ଅନୁସନ୍ଧାନ। କାହାକୁ? ଜ୍ଞାନର ଅନୁସନ୍ଧାନ କରିବା ପାଇଁ, ବୁଦ୍ଧିର ଅନୁସନ୍ଧାନ କରିବା ପାଇଁ, ଜଣେ ଜଣକୁ ପ୍ରେମ, ଜଣେ ଜଣଙ୍କ ସହିତ ଆଉ ସହାନୁଭୂତି, এই বিষয় শিক্ষা লাভ করিবার, অনুসন্ধান করিবার বিষয়কে নেই সে নাটা দিয়াଯାଇଛି। বহুত ভাল নাটা ଅନ୍ୱେଷା ବୋଲି ଦେଇଛନ୍ତି, ବହୁତ ଭଲ ନା। କିନ୍ତୁ ବିଷୟଟା ଦେଖିଲା ବେଳକୁ ପୁରା ଓଲଟା ଦେଖାଯାଉଛି। ମାନେ ଏଇ ଯୋଉ ବିଷୟ ଘଟିଲା ବେଳେ ହଷ୍ଟେଲ କ'ଣ ବନ୍ଦ ଥିଲା? ଆଉ ହଷ୍ଟେଲରେ କାର୍ଯ୍ୟରତ ରହୁଥିବା ବ୍ୟକ୍ତି ମାନେ, ମହାନ ମହାନ ବ୍ୟକ୍ତି ଗୁଡାକ କୁଆଡେ ଯାଇଥିଲେ? ଦେଖନ୍ତୁ କୋଉ ହିସାବରେ ସେ ମାଡ ମାରୁଛନ୍ତି। ମାନେ ଏଇଟା ଗୋଟେ ଫିଲ୍ମ ଷ୍ଟାଇଲ ଆଜ୍ଞା, ଏଇଟା ଗୋଟେ ଫିଲ୍ମ ଷ୍ଟାଇଲ। କାରଣ ସେଇ ଏଜଟା ହିଁ ସେମିତି। ସେଇ ଯୋଉ 9th 10th ପଢିବାର ଗୋଟେ ଏଜ, ସମସ୍ତେ ନିଜ ନିଜକୁ ମାନେ ହିରୋ ବୋଲି ଭାବନ୍ତି। ସେମାନେ ମାରୁ ମାରୁ କେତେବେଳେ ଯେ କୋଉଠି ବାଜିଯିବ ସେଇଟା ମଧ୍ୟ ଲୋକ ଜାଣିପାରିବେନି। ଏମିତି ମାରୁ ମାରୁ ହଠାତ୍ ଲୋକଙ୍କର କିଛି କିଛି ପିଲାଙ୍କର ଜୀବନ ମଧ୍ୟ ଛାଡିଯିବ, ସେଇଟା ଜଣା ପଡିବନି ଆଜ୍ଞା। ତେଣୁକରି ମୋର ଅନୁରୋଧ, ଆପଣମାନେ ମୋର ଅନେକ ଭିଡ଼ିଓ ଦେଖିଛନ୍ତି, ଆଉ ଭିଡ଼ିଓରେ କମେଣ୍ଟ କରିଛନ୍ତି, ଲାଇକ୍ ବି କରିଛନ୍ତି, ବହୁତ ଭଲ ବିଷୟ ସେୟାର କରିଛନ୍ତି କି ନାହିଁ ମୁଁ ଜାଣିନି। କିନ୍ତୁ ଆପଣମାନଙ୍କୁ ମୁଁ ଅନୁରୋଧ କରୁଛି, এই ଭିଡ଼ିଓକୁ ଏତେ ମାଧ୍ୟମରେ ସେୟାର କରନ୍ତୁ, ଅଧିକରୁ ଅଧିକ ମାତ୍ରାରେ ସେୟାର କରନ୍ତୁ, ଯେମିତି ସରକାରଙ୍କ ଆଉ ଚକ୍ଷୁ ଗୋଚର ହେବା ଦରକାର ଏ ଭିଡ଼ିଓ।
सरकार जेपरी एपरी जेते सब हॉस्टेल गुडा अछि सबु हॉस्टेल को भलो भाबरे इनुकारी करबा दरकार किबळे भाबरे सेठी शिक्षा सबुठार बड़ विषय नै आज्ञा शिक्षा तो आउ समय आसिले लोक शिखिबे किंतु शिष्टाचार लोकन सहित व्यवहार केमती करा जीवो एटा प्रथमे शिक्षा देबा दरकार पाठ विषय पर शिक्षा देबा दरकार किंतु छोट मानको आ बड़ मानको को भाबरे व्यवहार करबा दरकार देखंतु ए 9th पढिबा पिला माने तांको ठारू छोट पिला मानको आमको देखिले आम रक्त गरम हो जाउछ आज्ञा जदि सेमानकर जन्म कला बापा मा देखिबे सेमानको केमिति न लागिबो भाबंतु जदि आपनकर पिला मानको एमिति माड होतु आपण माने देखिबे केमिति लागिबो तो विषय देखिले बहुत कष्ट भी लागिछि तेनु करी बोली मु बाध्य हेली वीडियो बनेबा पय जदि आपण माने कोनोसी अन्य चिंताधारा करूथिबे हां वीडियो गोड एमिति कर देले बहुत बहुत आ लोक देखिबे बोली उद्देश्य सेमिति जदि भाबुछन मते क्षमा कर दियंतु सेमिति उद्देश्य मोर किछि नै मते कष्ट हेछि आपण माने मते जदि प्रकृति रे जदि विषयटा को जानि कि जदि देखिबे निश्चय आपण मानको मन मध्ये से तद्रूप आपण मानको मते जणा पड़िबो जे पिला मानको आमे जेतबे पिला मानको हॉस्टल रे छाड़ीबा को जाउछु तो प्रथमे ए सब विषय टिके चिंता करबा दरकार हॉस्टल रो विषय रे प्रथमे टिके जांच करबा दरकार जानिबा दरकार जे पिला माने को भाबरे सेठी अछंती केमिति शिक्षागत लाभ करिसंती केमिति शिक्षा से माने लाभ करिसंती तो यह आपण मानको पय मोर अनुरोध वीडियो मोर बहुत लंबा हो जाउची तेनु कर मु अधिक किछि आ कहू नाही आपण माने ए वीडियो देखिला पर आपण मानकर मन रे कोन उठुची निश्चय मते कमेंट बॉक्स रे कमेंट करिवे मु आपण मानकर कमेंट रे अपेक्षा रे अछि आ ए वीडियो अधिक अधिक भाबरे शेयर करंतु जेमिति प्रत्येक हॉस्टेल गुडा को से स्टूडेंट मानको ऊपर जे परि शिक्षक मानकर उचित नजर रहबा दरकार आ उचित शिक्षा देबा दरकार जे ए गुडा को आज एतिकी हे एतिकी किछि किछि जागा रे लोकंकर जीवन मते चली जाउची तो बहुत किछि कहू नै आजिर विषय केवल एतिकी मात्र समस्त जोठी भी थांतु निज पिला मानकर दायित्व नियंतु हॉस्टेल को देखंतु हॉस्टेल रो विषय रे प्रथमे तार विषय बाहर करंतु भलो केते मंद कथे तापरे जाई पिला मानको से जॉइन करंतु एहाई मोर अनुरोध आजिर वीडियो एतिकी मात्र रहउची नमस्कार।